आमे पार्ट 1 रे भू अभ्यंतरर विभिन्न स्तर विषय जानिलु। ଏହି ଅଧ୍ୟାୟରେ ଆମେ ବିଭିନ୍ନ ଶିଲା ବିଷୟରେ ପଢ଼ିବା। ଭୂ ଅଭ୍ୟନ୍ତରରେ ଯେଉଁ ବିଭିନ୍ନ ସ୍ତର ଅଛି ସେଗୁଡ଼ିକ ମଧ୍ୟରୁ ଭୂତ୍ୱକ ଗୋଟିଏ ସ୍ତର। ସେହି ଭୂତ୍ୱକ ଶିଲାରେ ଗଠିତ। ତେବେ ଶିଲା କ'ଣ? ଖଣିଜ ପଦାର୍ଥ ମିଶ୍ରଣରେ ଶିଲାର ସୃଷ୍ଟି ହୋଇଥାଏ। ଶିଲା କିପରି ସୃଷ୍ଟି ହୁଏ ସେ ବିଷୟରେ ଆମେ ପରବର୍ତ୍ତୀ ସମୟରେ ପଢ଼ିବା। ଏହି ଶିଲା ଗୁଡ଼ିକର ଆକାର ରଙ୍ଗ ଭିନ୍ନ ଭିନ୍ନ। ସେମାନଙ୍କର ଗଠନ ପ୍ରକ୍ରିୟା ମଧ୍ୟ ଭିନ୍ନ ଭିନ୍ନ। ତେବେ ଶିଲା କ'ଣ, କିପରି ଗଠିତ ହୋଇଥାଏ, କେତେ ପ୍ରକାରର ଶିଲା ଅଛି ସେ ବିଷୟରେ ଆସ ଜାଣିବା। ଭୂତ୍ୱକ ଶିଳାକୁ ମୁଖ୍ୟତଃ 3 ଭାଗରେ ବିଭକ୍ତ କରାଯାଇଛି। 1. ଆଗ୍ନେୟ ଶିଳା, 2. ସ୍ତରୀଭୂତ ଶିଳା, 3. ରୂପାନ୍ତରିତ ଶିଳା। ଆଗ୍ନେୟ ଶିଳାକୁ ଆଉ ଥରେ 2 ଭାଗରେ ବିଭକ୍ତ କରାଯାଇଛି। 1. ନିସ୍ରବଜ ଆଗ୍ନେୟ ଶିଳା, ଅନ୍ତର୍ଭେଦୀ ଶିଳା। ଏହି ଚିତ୍ରକୁ ଦେଖି ତମେମାନେ ଭଲ ଭାବରେ ବୁଝିପାରୁଥିବ ଶିଲା ଗୁଡ଼ିକର ବିଭକ୍ତିକରଣ। ତେବେ ଆସ ଜାଣିବା ଆଗ୍ନେୟ ଶିଲା କ'ଣ? ଭୂତ୍ୱକ ତଳେ ଶିଳା ତରଳ ବା ଅର୍ଦ୍ଧତରଳ ଅବସ୍ଥାରେ ଥାଏ। ତରଳ ଅବସ୍ଥାରେ ଯେତେବେଳେ ଶିଲା ଭୂତ୍ୱକ ତଳେ ଥାଏ ସେ ସମୟରେ ତାକୁ ମାଗ୍ମା କହନ୍ତି। କ'ଣ କହନ୍ତି? ମାଗ୍ମା। ବେଳେବେଳେ ଏହି ମାଗ୍ମା ଭୂପୃଷ୍ଠ ଆଡ଼କୁ ପ୍ରବାହିତ ହୋଇଥାଏ। ଭୂପୃଷ୍ଠରେ ଏହି ମାଗ୍ମାକୁ ଲାଭା କହନ୍ତି। କ'ଣ କହନ୍ତି? ଲାଭା। ଭୂତ୍ୱକ ବା ଭୂପୃଷ୍ଠ ଭିତରେ ତାକୁ ମାଗ୍ମା କହନ୍ତି ଓ ଭୂପୃଷ୍ଠରେ ତାକୁ ଲାଭା କହନ୍ତି। ଏହି ଲାଭା ସମୟ ଅନୁସାରେ ଧୀରେ ଧୀରେ ଶୀତଳ ଓ କଠିନ ହୋଇ ଆଗ୍ନେୟ ଶିଳାରେ ପରିଣତ ହୁଏ। ଏହି ଶିଳା ପ୍ରଥମେ ସୃଷ୍ଟି ହୋଇଥିବାରୁ ଆଗ୍ନେୟ ଶିଳାକୁ ପ୍ରାଥମିକ ଶିଳା ମଧ୍ୟ କୁହାଯାଏ। ପ୍ରଥମେ ସୃଷ୍ଟି ହୋଇଥିବାରୁ ତାକୁ ପ୍ରାଥମିକ ଶିଳା କୁହାଗଲା। ଏହି ଆଗ୍ନେୟ ଶିଳା 2 ପ୍ରକାର, ଯଥା ନିସ୍ରବଜ ଆଗ୍ନେୟ ଶିଳା ଓ ଅନ୍ତର୍ଭେଦୀ ଆଗ୍ନେୟ ଶିଳା। ଯେଉଁ ଏହି 2 ପ୍ରକାର ଶିଳାରେ ଭାଗ କରାଗଲା, ଏହା କ'ଣ କିପରି ତାହା ଆଗକୁ ପଢ଼ିବା। ଆଗ୍ନେୟ ଶିଳା ଏହି ନାଁରୁ ତମେମାନେ ଜାଣିପାରୁଥିବ ଏହି ଶିଳା କିପରି ସୃଷ୍ଟି ହୁଏ। ନିଶ୍ଚିତ ଭାବରେ ଆଗ୍ନେୟଗିରି ସହିତ ତାର ସମ୍ପର୍କ ଥିବ। ଏହି ଆଗ୍ନେୟ ଶିଳା କିପରି ସୃଷ୍ଟି ହୁଏ ଆସ ଜାଣିବା। ଏଠି ଦେଖ, ଯେତେବେଳେ ଜ୍ୱାଲାମୁଖୀ ଫାଟେ ପ୍ରଥମେ ବିଭିନ୍ନ ପ୍ରକାର ଗ୍ୟାସୀୟ ପଦାର୍ଥ, ଜଳୀୟ ବାଷ୍ପ, ତା ସହ ବିଭିନ୍ନ କଠିନ ପଦାର୍ଥ ମଧ୍ୟ ପଦାକୁ ବାହାରିଥାଏ। ତାପରେ ଏଠି ଦେଖ ମାଗ୍ମା କିପରି ଜ୍ୱାଲାମୁଖୀରୁ ନିର୍ଗତ ହେଉଛି। ଏହି ଜ୍ୱାଲାମୁଖୀରୁ ଲାଭା ବାହାରି
ତଳ ଆଡ଼କୁ ବହିକି ଆସୁଛି। ଏଠି ଦେଖ ଲାଭା କିପରି ଭାବରେ ବହିକି ଆସୁଛି। ଯେତେବେଳେ ଲାଭା ଧୀରେ ଧୀରେ ଥଣ୍ଡା ହୁଏ ସେତେବେଳେ କଳା ଦେଖାଯାଇକି ପଥରରେ ପରିଣତ ହୁଏ। ଏଠି ଦେଖ ଏଇ ସମୟ ସମୟରେ କ'ଣ ହୁଏ, ଭୂଗର୍ଭରୁ ମାଗ୍ମା ବାହାରକୁ ନ ବାହାରି ଭିତରେ ରହିଯାଏ ଓ ଧୀରେ ଧୀରେ ଥଣ୍ଡା ହୁଏ ଏବଂ ସେଠି ପଥରରେ ପରିଣତ ହୋଇଥାଏ। ଏଠି ଦେଖ ଭିତରେ ମାଗ୍ମା ରହି ଥଣ୍ଡା ହୋଇ ଧୀରେ ଧୀରେ ପଥରରେ ପରିଣତ ହେଲା। ସେଥିପାଇଁ ପ୍ରାଥମିକ ଶିଲା ଯେଉଁ ପୂର୍ବରୁ କୁହାଯାଇଥିଲା ଆଗ୍ନେୟ ଶିଲାକୁ ଦୁଇ ପ୍ରକାରରେ ବିଭକ୍ତ କରାଯାଇଛି। ଗୋଟିଏ ନିଃସ୍ରବଜ ଆଗ୍ନେୟ ଶିଲା ଓ ଅନ୍ତର୍ଭେଦୀ ଆଗ୍ନେୟ ଶିଲା। ବାହାରେ ଲାଭା ଯେଉଁ ଥଣ୍ଡା ହୋଇ ପଥରରେ ପରିଣତ ହେଲା ତାହାକୁ ନିଃସ୍ରବଜ ଆଗ୍ନେୟ ଶିଲା କହନ୍ତି ଓ ଗ୍ରୀବା ଭିତରେ ରହିକି ଯେଉଁ ଶିଲାରେ ପରିଣତ ହେଲା ତାକୁ ଅନ୍ତର୍ଭେଦୀ ଶିଲା କୁହାଯାଏ। ଭୂପୃଷ୍ଠରେ ଲାଭା ଥଣ୍ଡା ହୋଇ ଯେଉଁ ପଥର ସୃଷ୍ଟି ହୁଏ ତାହାକୁ ନିଃସ୍ରବଜ ଆଗ୍ନେୟ ଶିଲା କୁହାଯାଏ ଏବଂ ଭୂ ଅଭ୍ୟନ୍ତରରେ ମାଗ୍ମା ଥଣ୍ଡା ହୋଇ ଯେଉଁ ଶିଲା ସୃଷ୍ଟି ହୁଏ ତାହାକୁ ଅନ୍ତର୍ଭେଦୀ ଆଗ୍ନେୟ ଶିଲା କୁହାଯାଏ। ଭୂ ଅଭ୍ୟନ୍ତରରୁ ଯେତେବେଳେ ଲାଭା ନିର୍ଗତ ହୁଏ ଯେଉଁ ପଟେ ବହିକି ଯିବ ସେପଟେ ସବୁ ଜାଲି ପୋଡ଼ି ନଷ୍ଟ କରିଦେଇଥାଏ। ଲାଭା ବହୁତ ଉତ୍ତପ୍ତ ଥାଏ। ଏଠି ଦେଖ କେମିତି ଲାଭା ବହି ବହିକି ଯାଉଛି, ଜାଲି ପୋଡ଼ି ନଷ୍ଟ କରୁଛି। ଏଠି ଯେତେବେଳେ ଲାଭା ଉତ୍ତପ୍ତ ଥାଏ ଏହିପରି ନାରଙ୍ଗୀ ରଙ୍ଗ ଅରେଞ୍ଜ କଲର୍ର ଦେଖାଯାଏ। କିପରି ଲାଭା ନିର୍ଗତ ହୋଇକି ବହିକି ଯାଉଛି ଦେଖ। ଏଠି ଦେଖ କେମିତି ଜାଲି ପୋଡ଼ି ନଷ୍ଟ ହେଉଛି। ଲାଭା ଯେତେବେଳେ ଥଣ୍ଡା ହୁଏ ଧୀରେ ଧୀରେ ଭୂପୃଷ୍ଠରେ ଥଣ୍ଡା ହୁଏ ସେତେବେଳେ ତା ଉପର ଅଂଶ କଳା ହେଇକି ଧୀରେ ଧୀରେ ପଥରରେ ପରିଣତ ହୋଇଥାଏ। ଉପର ଅଂଶ କେମିତି ବ୍ଲାକ୍ କଲର୍ର ଦେଖାଯାଉଛି। ଏଠି ଲାଭା ଥଣ୍ଡା ହେଇକି ପଥରରେ ଧୀରେ ଧୀରେ ପରିଣତ ହେବ। ଲାଭା ଯେତେବେଳେ ନିର୍ଗତ ହୁଏ ତାର ତାପମାତ୍ରା 1500 ଡିଗ୍ରୀ ପର୍ଯ୍ୟନ୍ତ ଥାଏ। ଏଠି ଦେଖ ଲାଭାର ତାପମାତ୍ରା 1500 ଡିଗ୍ରୀ ଥାଏ ଯେତେବେଳେ ନିର୍ଗତ ହୁଏ। ଭୂଗର୍ଭରୁ ଭୂ ଅଭ୍ୟନ୍ତରରୁ ଯେତେବେଳେ ଲାଭା ନିର୍ଗତ ହୁଏ ସେତେବେଳେ ତାର ତାପମାତ୍ରା 1500 ଡିଗ୍ରୀ ସେଣ୍ଟିଗ୍ରେଡ଼ ଥାଏ। ଏଠି ଦେଖ ଭୂପୃଷ୍ଠରେ ଲାଭା ଥଣ୍ଡା ହୋଇ ପଥରର ପାହାଡ଼ ସୃଷ୍ଟି କରିଦେଇଛି। ପଥରର ପାହାଡ଼ ଏସବୁ ବ୍ଲାକ୍ ବ୍ଲାକ୍ ଯେଉଁ ଦେଖାଯାଉଛି ସବୁ ଲାଭା ଥଣ୍ଡା ହେଇକି ପଥରରେ ପରିଣତ ହୋଇଛି। ଏହାର ଉଦାହରଣ ଅଛି ବାସାଲ୍ଟ ଶିଲା ନା। ମେକ୍ସିକୋର ଗୋଟେ ପେରିକ୍ୟୁଟିନ୍ ସହର ଅଛି। ସେଠି ଜଣେ ଚାଷ କରୁଥିଲା ତା ଜମିରେ। ଯେତେବେଳେ ସେ ଚାଷ କରୁଥିଲା ସେହି ସମୟରେ ହଠାତ୍ ଗୋଟିଏ ଜାଗାରେ ଫାଟ ସୃଷ୍ଟି ହେଲା। ସେହି ଫାଟ ସୃଷ୍ଟି ହେଲା ତାପରେ
ସେହି ଜମି ଧୀରେ ଧୀରେ ଥରିବାକୁ ଲାଗିଲା। କିଛି ସମୟ ପରେ ସେଠୁ ହଠାତ୍ ଲାଭା ନିର୍ଗତ ହେଲା। ଏଠି ଦେଖ ସେହି ଫାଟରୁ କିପରି ଲାଭା ନିର୍ଗତ ହେଉଛି। ଲାଭା ନିର୍ଗତ ହୋଇ ଧୀରେ ଧୀରେ 160 ଫିଟ୍ର ଗୋଟିଏ ପାହାଡ଼ ସୃଷ୍ଟି କରିଦେଲା। ପଥରର ପାହାଡ଼ ସୃଷ୍ଟି ହୋଇଗଲା। ଲାଭା ବହି ବହିକି କିପରି ରାସ୍ତାଘାଟ ଉପରକୁ ବି ମାଡ଼ି ଆସିଛି ଏବଂ ଏଠି ଥଣ୍ଡା ହୋଇ ପଥର ସୃଷ୍ଟି କରିଛି। ଏହିପରି ଭାବରେ ଲାଭାରୁ ପଥର ସୃଷ୍ଟି ହୋଇଥାଏ। ବାସାଲ୍ଟ ଶିଲା ହେଉଛି ଏହାର ଏକ ଉଦାହରଣ। ଏଠି ଦେଖ କେତୋଟି ନିଃସ୍ରବଜ ଆଗ୍ନେୟ ଶିଳାର ଉଦାହରଣ ଏ ଚିତ୍ରରେ ଦେଖୁଥିବ ତୁମେ ମାନେ ନିଃସ୍ରବଜ ଆଗ୍ନେୟ ଶିଳା। ଏହି ଶିଳା ବାହାରେ ଯେଉଁ ଲାଭା ଥଣ୍ଡା ହେଇକି ପଥର ସୃଷ୍ଟି ହେଲା ସେଥିମଧ୍ୟରୁ ଏହି ନିଃସ୍ରବଜ ଶିଳା ଗଠିତ ହୋଇଛି। ତାପରେ ଅନ୍ତର୍ବେଦୀ ଶିଳା ଏହି ଚିତ୍ର ମାଧ୍ୟମରେ ତୁମେ ଦେଖିପାରୁଥିବ ଅନ୍ତର୍ବେଦୀ ଆଗ୍ନେୟ ଶିଳା। ଗ୍ରାନାଇଟ୍ କଥା ତୁମେ ମାନେ ଶୁଣିଥିବ। ଆଜିକାଲି ଘର ଚଟାଣରେ ରନ୍ଧା ଘରେ ମାନେ ରୋଷେଇ ଘରେ ଏସବୁ ଲଗା ହେଉଛି ଗ୍ରାନାଇଟ୍ ପଥର। ବୁଝିପାରିଲ? ଏଠି ଦେଖ ନିଃସ୍ରବଜ ଆଗ୍ନେୟ ଶିଳାରୁ କିପରି ଘରର କାନ୍ଥ ନିର୍ମାଣ କରିପାରିବ। କେତେକ ଅର୍ଣ୍ଣାମେଣ୍ଟସ୍ ଅଲଙ୍କାର ତିଆରି ହୋଇଥାଏ। ଗ୍ରାନାଇଟ୍ ପଥର ଯେଉଁ ଅଛି ଅନ୍ତର୍ବେଦୀ ଶିଳାରୁ ସେଭଳିଆ ବିଭିନ୍ନ ଘରର କାନ୍ଥ ଚଟାଣ ରୋଷେଇ ଘରେ ଲଗା ହେଉଛି। ତେବେ ପିଲାମାନେ ଆଗ୍ନେୟ ଶିଳା ବିଷୟରେ ତୁମେମାନେ ଭଲ ଭାବରେ ବୁଝିଥିବ। ପରବର୍ତ୍ତୀ ଅଧ୍ୟାୟରେ ଆମେ ପଢ଼ିବା ସ୍ତରୀଭୂତ ଶିଳା।